ସାଧାରଣ ମଣିଷ ଆଜ୍ଞା, କ'ଣ ଆଉ ଅଧିକା ବଢ଼େଇକି କହିଲେ କ'ଣ ହବ? ଏମିତି ସବୁ ଜିନିଷ ଆଉ। ଚାଲନ୍ତୁ ଆଗକୁ ଯିବା। ଦେଖୁଛନ୍ତି ଆମର ଭେଣ୍ଡି ଗଛ ଲାଗିଛି, ପୁରା ଚାରିକଡ଼ ଯାକ ଲାଗିଛି, ଦେଖୁଛନ୍ତି? ଏଇଠି ଦେଖନ୍ତୁ, ଖାଲି ଭେଣ୍ଡି ମୟ। ଏପଟେ ଜହ୍ନି ଲାଗିଛି। ଆଜ୍ଞା ଯାହା କୁହନ୍ତୁ, ଭେଣ୍ଡି ଜହ୍ନି ସିନା ଲାଗିଛି, ମାଙ୍କଡ଼ ଆଜ୍ଞା ରଖୁନାହାନ୍ତି। ମାଙ୍କଡ଼ ପୁରା ସଫା କରିଦେଉଛନ୍ତି। ସବୁଦିନ ଜଗିବା ପାଇଁ ପଡୁଛି। ଆଜି ସକାଳୁ ଜଗା ହେଇନଥିଲା ବୋଲି ପୁରା ମାଙ୍କଡ଼ ଖାଇକି ସଫା କରିଦେଇଛନ୍ତି, କିଛି ରଖିନାହାନ୍ତି। ଦେଖୁଛନ୍ତି ପୁରା ଧାରଟା ସାରା ଏଇଠି। ଏଇ କଡ଼ରେ ଲାଗିଛି ସବୁ ଜହ୍ନି ଟଙ୍ଗା ହେଇଛି, ନାଟି ଲାଗିଛି। ଏଇଠି ସବୁ ଭେଣ୍ଡି, ଏଇ ଗଡ଼ିଆ ଚାରିକର ସବୁ ଲାଗିଛି ଆଉ। ଏପଟେ ବି ଲାଗିଛି, ଦେଖୁଛନ୍ତି? ଗୋଟେ ଛୋଟ ଛୋଟ ଗଛ ହେଇଛି। ଏଇ ଆଉ ଏଇଟା ହେଉଛି ଆମର ଗୁଆବାଡ଼ି। ଏଇଟା ଗୁଆବାଡ଼ିଟା ମୁଁ ଏତେ ମାନେ 6 ମାସ ତଳେ ଦେଖିଥିଲି ଗୁଆବାରି। ଆଉ କେହି ଦେଖିନଥିଲେ। ଦେଖନ୍ତୁ ଏବେ ଗୁଆବାରିଟା ପୁରା ବଡ଼ ବଡ଼ ହେଲାଣି। ଗୁଆ ଗଛ ଆଉ ଛୋଟ ନାହିଁ, ବହୁତ ବଡ଼ ବଡ଼ ହେଇଗଲାଣି। ଭିତରେ ମଧ୍ୟ ପୁରା ସଫାସଫି ହେଇଯାଇଛି। ବହୁତ ଦିନ ତଳେ ଏସବୁ ଭିଡ଼ିଓ ମୁଁ କରିଥିଲି, ତାପରେ ମୁଁ କରିନି। ପାଖାପାଖି 6 ମାସ ଗ୍ୟାପ୍ ହେଇଯାଇଥିଲି ଏ ବାଡ଼ିରେ ଭିଡ଼ିଓ ହୋଇନଥିଲା। ସେପଟେ ଲାଗିଛି ବାଇଗଣ, ଯାଉଛନ୍ତି। ଏମିତି ସବୁ ଜିନିଷ। ସବୁଠୁ ଆଜ୍ଞା ଏବେ ହେଉଛି ସବୁଠୁ ବଡ଼ ଭୟ ହେଉଛି ଆଜ୍ଞା ମାଙ୍କଡ଼ କିଛି ରଖୁନାହାନ୍ତି, ସବୁ ଖାଇକି ସଫା କରିଦେଉଛନ୍ତି। ଏମିତିଆ ଜିନିଷ ଆଉ କ'ଣ କରିବା। ମୁଁ ଯାଇଥିଲି କଟକ ଆସିକି ପହଞ୍ଚିଲି 10ଟା ବେଳେ। ଦେଖିଲା ବେଳକୁ ମାନେ ଜଗିଛନ୍ତି ବାରିରେ, ସବୁ ମାଙ୍କଡ଼ ଖାଇ ଧ୍ୱଂସ କରିଦେଉଛନ୍ତି, କିଛି ରଖିନାହାନ୍ତି। ଏମିତି ସବୁ ଘଟଣା ଆଉ କ'ଣ କରିବା। ଆପଣ ଦେଖିଲେ ପରିବା ବାରି, ଦେଖନ୍ତୁ ଘର କାମ ବି ଅଧା ହେଇଛି। ଦେଖନ୍ତୁ ଖାଲି ଡିପିସ୍ ପଡ଼ି ଛଡ଼ା ହେଇଛି, ଆଉ କିଛି ହେଇନି। ଏଇ ଜାଗା ହେଇଛି କାମ, ଆଉ ତ କିଛି ହେଇନି। ଏ ହେଉଛି 2ଟା ରୁମ୍, ସେଟା ହେଉଛି ସେ ଲାଷ୍ଟଟା ହେଉଛି ସିଢ଼ି ଘର, ଏଇଟା ହେଉଛି ରୋଷେଇ ଘର, ଇଏ ହେଉଛି ବାଟ ବାହାରକୁ ବାହାରିବା ପାଇଁ, ଏ ଠାକୁର ଘର, ମଝିରେ ଡାଇନିଂଟା, ସେଟା ହେଉଛି ଲାଟ୍ରିନ୍ଟା, ଏଟା ହେଉଛି ଏଣ୍ଟ୍ରି ଗେଟ୍ଟା। ଆଉ ଏମିତି ସବୁ ଜିନିଷ। ଆଉ ଉପରେ ଦେଖନ୍ତୁ, ଘର ଉପରେ ନାଉ ହେଇଛି। ଏସବୁ ଆଜ୍ଞା ଦୁଃଖୀ ମଣିଷ ଜୀବନ, ଦୁଃଖମୟ। ଯାହା ଯେତିକି ପାରିଛୁ କରିଛୁ, ଆଉ ହେଇନି। ଆହୁରି ବହୁତ କିଛି ଜିନିଷ ହବ, ବାକି ଅଛି ଆଉ। ସାଧାରଣ ମଣିଷ ଆଜ୍ଞା, କ'ଣ ଆଉ ଅଧିକା ବଢ଼େଇକି କହିଲେ କ'ଣ ହବ? ଏମିତି ସବୁ ଜିନିଷ ଆଉ।